ମୁଁ ପାଞ୍ଚଟି ସାଇନ୍ କହିବି ଯାହାଦ୍ୱାରା ଆପଣମାନେ ଜାଣିପାରିବେ ଯେ ଏବେ ନହେଲେ ବି ନିୟର ଫ୍ୟୁଚରରେ ଆପଣ ବାଲ୍ଡ ହେବା ପାଇଁ ଯାଉଛନ୍ତି ବା ଚନ୍ଦା ହେବା ପାଇଁ ଯାଉଛନ୍ତି। ଏକ ନମ୍ବର ହେଉଛି ଆପଣ ଯଦି ସକାଳେ ଶୋଇକି ଉଠୁଛନ୍ତି ଦେଖୁଛନ୍ତି ତକିଆରେ ମେଞ୍ଚେ ଚୁଟି ରହୁଛି କିମ୍ବା ଗାଧୋଇବା ସମୟରେ କି ଆପଣଙ୍କର ହେୟାର ୱାଶ କରିବା ସମୟରେ ବହୁତ ଚୁଟି ଯାଉଛି, ତାକୁ କେବେ ନେଗ୍ଲେକ୍ଟ କରିବେ ନାହିଁ। ଦ୍ୱିତୀୟତଃ ହେଲା ଆପଣ ଯଦି ଫଟୋରେ ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋreheadଟା ଟିକେ ଲାର୍ଜ ଦେଖାହେଉଛି ଏବଂ ଟିକେ ଉପରକୁ ଦେଖାହେଉଛି, 2 ନମ୍ବର। 3 ନମ୍ବର ହେଲା ଆପଣଙ୍କର ହେୟାର କମିଂ ସମୟରେ କି ଚୁଟି କୁଣ୍ଡେଇବା ସମୟରେ ଆପଣ ଯଦି ଏଇ ମିଡ୍ ପାର୍ଟଟାକୁ ଆପଣଙ୍କୁ ଟିକେ ଫାଙ୍କା ଦେଖାଗଲାଣି। 4 ନମ୍ବର ହେଉଛି ଆପଣଙ୍କର ଯଦି କ୍ରାଉନ୍ ଆପଣଙ୍କ ପତଳା ଦେଖାଗଲାଣି, କ୍ରାଉନରେ ଡେନ୍ସିଟି କମିଯାଉଛି। 5 ନମ୍ବର ହେଉଛି ଯଦି ଆପଣଙ୍କର ଫ୍ୟାମିଲି ହିଷ୍ଟ୍ରି ଅଛି, ବାଲ୍ଡନେସର ହିଷ୍ଟ୍ରି ଅଛି, ତାହେଲେ ଯଦି ଏଇ ଫ୍ୟାକ୍ଟର ସବୁ ଅଛି, ଏଇ 5ଟି ଫ୍ୟାକ୍ଟର, ତେବେ ଆପଣ ନିହାତି କନସିୟସ୍ ହେବା ଦରକାର, ଟ୍ରିଟମେଣ୍ଟ ସେ ଅନୁସାରେ ଆରମ୍ଭ କରିବା ଦରକାର, ନହେଲେ ନିୟର ଫ୍ୟୁଚରରେ ଆପଣ ଚନ୍ଦା ହେଇଯିବେ ନିଶ୍ଚୟ।